ଚାଲିଛି ନୃତ୍ୟ ଗୀତର ଆସର। ଷ୍ଟେଜରେ ନୃତ୍ୟରତ କଳାକାର। ଏ ଦୃଶ୍ୟ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜର। ଏଠି ଚାଲିଛି ଏହି ମହାନ କବିଙ୍କର ଶ୍ରାଦ୍ଧ ଦିବସ ପାଳନ। ଓଡ଼ିଆ ସାହିତ୍ୟର ଜଣେ ମହାନ ସ୍ରଷ୍ଟାଙ୍କୁ ଶ୍ରାଦ୍ଧ ଦେବାର ଏ ଉପାୟଟି ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏ ଚିତ୍ର ହିଁ ବୟାନ କରୁଛି କବିଙ୍କ ଶ୍ରାଦ୍ଧ ଦିବସ ପାଳନ କେମିତି ହେଉଛି। ଷ୍ଟେଜ ଉପରେ ବ୍ୟାନର ଲାଗିଛି, କିନ୍ତୁ ଆଦିକବିଙ୍କୁ ଶ୍ରାଦ୍ଧ ଦିଆଯାଉଛି ହିନ୍ଦୀ ଗୀତ ଆଉ ଉନ୍ମତ୍ତ ନୃତ୍ୟରେ। ଏହାକୁ ଅଟକାଇବାକୁ ଏଠି କେହି ନାହିଁ। ଏହା ପୂର୍ବରୁ ଏଠି ସଭା ଚାଲିଥିଲା, ବଡ଼ ବଡ଼ ଲୋକ ଅତିଥି ହୋଇଥିଲେ। ସେମାନେ ଗଲା ପରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ଖାଲି ସେତିକି ନୁହେଁ, ଏହି ନୃତ୍ୟ କାର୍ଯ୍ୟକ୍ରମ ସମୟରେ ଘଟିଥିଲା ଏକ ନିର୍ଘାତ ରାଷ୍ଟ୍ରଦ୍ରୋହ ଘଟଣା। ଅଜାଣତରେ ହେଉ ବରଂ ଜାତୀୟ ପତାକାରେ ହଠାତ୍ ନିଆଁ ଲାଗି ଯାଇଥିଲା। ଦେଖନ୍ତୁ ଏ ଦୃଶ୍ୟ। ନିଆଁହୁଳା ଧରି ଡ୍ୟାନ୍ସର ମାନେ ନୃତ୍ୟ କରୁଥିବା ବେଳେ ଜାତୀୟ ପତାକା ଧରି କିଛି ଦୃଶ୍ୟ ଦେଖାଇବାର ଥିଲା, କିନ୍ତୁ ହଠାତ୍ ଏହି ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଜଣେ ଡ୍ୟାନ୍ସର ଏହା ଜାଣିପାରି ତୁରନ୍ତ ନିଜର ଉପସ୍ଥିତ ବୁଦ୍ଧି ବ୍ୟବହାର କରି ଜାତୀୟ ପତାକାରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ ଆଉ ପତାକାଟିକୁ ଧରି ପଛକୁ ପଳାଇଥିଲେ। ପୁଣି ଥରେ ଦେଖନ୍ତୁ ପୁରା ଦୃଶ୍ୟ। ଏ ଦୁଇଟି ଘଟଣା ବିଷୟରେ ଏ କଲେଜର ବଡ଼ବାବୁ ମାନେ ଜାଣିଛନ୍ତି କି ନାହିଁ ତାହା ଜଣା ନାହିଁ, କିନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ପ୍ରିନ୍ସିପାଲ ମଧ୍ୟ ଚୁପ୍ ରହିଛନ୍ତି। ଏହା ବିରୋଧରେ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛି। ଜାତୀୟ ପତାକାର ଅବମାନନାକୁ ମିଳିମିଶି ଚପେଇ ଦେବାକୁ ସମସ୍ତେ ଉଦ୍ୟମରତ। ଜଗତସିଂହପୁରରୁ ଶଶାଙ୍କ ପଣ୍ଡାଙ୍କ ରିପୋର୍ଟ, OTV।